ଫୁଲ ମାନେ ସେମାନଙ୍କର ସୁନ୍ଦର ସୁନ୍ଦର ଦଳମଣ୍ଡଳଗୁଡ଼ିକୁ ବ୍ୟବହାର କରି ଏବଂ ସେମାନଙ୍କର ବାସ୍ନାକୁ ବ୍ୟବହାର କରି ପ୍ରକୃତିର ବିଭିନ୍ନ ପ୍ରାଣୀମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରନ୍ତି। ତେବେ ସେମାନେ ଏମିତି କାହିଁ କରନ୍ତି? କାରଣ ପ୍ରକୃତିରେ ଥିବା ପ୍ରାଣୀମାନେ ହିଁ ଫୁଲମାନଙ୍କୁ ସେମାନଙ୍କର ପରାଗ ସଙ୍ଗମ ବା ପରାଗଣ କରିବାରେ ସାହାଯ୍ୟ କରନ୍ତି। ସେଥିପାଇଁ ଏହି ଭିଡ଼ିଓରେ ଆମେ ଦେଖିବା ଯେ ପରାଗ ସଙ୍ଗମ ବା ପରାଗଣ କ'ଣ ଏବଂ ଏହାର ବିଭିନ୍ନ ପ୍ରକାର ବିଷୟରେ ଆଲୋଚନା କରିବା ଏବଂ ପ୍ରାଣୀମାନେ କିପରି ଏମାନଙ୍କୁ ସାହାଯ୍ୟ କରନ୍ତି ପରାଗ ସଙ୍ଗମ ପାଇଁ ସେ ବିଷୟରେ ମଧ୍ୟ ଆଲୋଚନା କରିବା। ପରାଗ ସଙ୍ଗମରେ ସାଧାରଣତଃ ପୁଂକେଶରରେ ଥିବା ଆନ୍ଥର ବା ପରାଗ କୋଷରେ ଥିବା ପରାଗ ରେଣୁକୁ ସ୍ତ୍ରୀ ପ୍ରଜନନ ଅଂଶର ଫଳିକାର ଗର୍ଭଶୀର୍ଷ ଉପରକୁ ହିଁ ସ୍ଥାନାନ୍ତର କରାଯାଇଥାଏ। ଏବଂ ଆମେ ଜାଣନ୍ତି ପରାଗ ରେଣୁ ପୁଂକେଶରର ଅଗ୍ରଭାଗ ବା ପରାଗ କୋଷରେ ଥାଏ। ଏଠାରୁ ଏହା ସ୍ଥାନାନ୍ତରିତ ହୋଇଯାଇ ଫଳିକାର ଗର୍ଭଶୀର୍ଷରେ ପଡ଼ିବାକୁ ଆମେ ପରାଗଣ ବା ପରାଗ ସଙ୍ଗମ ବୋଲି କହନ୍ତି ଏବଂ ଏହି ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଆମେ ପରାଗ ସଙ୍ଗମ ବୋଲି କହିଥାନ୍ତି। ଏବଂ ଏହି ପରାଗ ରେଣୁ ଗୁଡ଼ିକ ସେହି ଏକ ଉଦ୍ଭିଦରେ ଅନ୍ତର୍ଗତ ଦୁଇଟି ଫୁଲ କିମ୍ବା ଦୁଇଟି ଭିନ୍ନ ଭିନ୍ନ ଉଦ୍ଭିଦରେ ସ୍ଥାନାନ୍ତରିତ ହେବାକୁ ଆଧାର କରି ଆମେ ଏହାକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। କ'ଣ କ'ଣ? ଗୋଟିଏକୁ ଆମେ କହିବା ସ୍ୱପରାଗଣ ଏବଂ ଅନ୍ୟଟିକୁ ଆମେ ପରପରାଗଣ ବୋଲି କହିଥାନ୍ତି। ଠିକ୍ ଅଛି, ତେବେ ଚାଲ ଆମେ ଏବେ ସ୍ୱପରାଗଣ ବିଷୟରେ ଆଲୋଚନା କରିବା। ତେବେ ମନେ ରଖ, ଯଦି ପରାଗ ରେଣୁଟି ସେହି ଗୋଟିଏ ଉଦ୍ଭିଦ ମଧ୍ୟରେ ସ୍ଥାନାନ୍ତରିତ ହୁଏ ତେବେ ତାହାକୁ ଆମେ ସ୍ୱପରାଗଣ ବୋଲି କହିଥାନ୍ତି। ଏହି ଫୁଲଟିକୁ ଉଦାହରଣ ନେଇ ଆମେ ସ୍ୱପରାଗଣ ବିଷୟରେ ବୁଝିବା। ତେବେ ଏଠି ଲକ୍ଷ୍ୟ କର, ଯଦି ପରାଗ ରେଣୁଟି ସେହି ଗୋଟିଏ ଫୁଲ ମଧ୍ୟରେ ସ୍ଥାନାନ୍ତରିତ ହୁଏ ତେବେ ତାହାକୁ ଆମେ ସ୍ୱପରାଗଣ ବୋଲି କହିଥାନ୍ତି। ଅର୍ଥାତ୍ ସେହି ଗୋଟିଏ ଫୁଲର ପୁଂକେଶରରୁ ପରାଗଣଟି ସେହି ଗୋଟିଏ ଫୁଲର ଗର୍ଭଶୀର୍ଷ ଉପରକୁ ସ୍ଥାନାନ୍ତରିତ ହେଉଛି। କିନ୍ତୁ ଯଦି ପରାଗ ରେଣୁଟି ସେହି ଗୋଟିଏ ଉଦ୍ଭିଦର ଏକ ଫୁଲରୁ ସ୍ଥାନାନ୍ତରିତ ହୋଇ ଆଉ ଗୋଟିଏ ଫୁଲର ଗର୍ଭଶୀର୍ଷ ଉପରେ ସ୍ଥାନାନ୍ତରିତ ହୋଇକି ପଡ଼ୁଛି ତାହେଲେ ତାହାକୁ ମଧ୍ୟ ଆମେ ସ୍ୱପରାଗଣ ବୋଲି କହିଥାନ୍ତି। ତେବେ ଏହାକୁ ମୁଁ 1 ବୋଲି ଦେଉଛି ଏବଂ ଏହାକୁ ମଧ୍ୟ 2 ବୋଲି ଦେଉଛି। ଏ ଦୁଇଟି ହେଉଛି ସ୍ୱପରାଗଣ। ଏହାର ମୁଖ୍ୟ କାରଣ ହେଉଛି ଯେ ଏହି ପରାଗ ରେଣୁଟି ସେହି ଗୋଟିଏ ଉଦ୍ଭିଦ ମଧ୍ୟରେ ହିଁ ସ୍ଥାନାନ୍ତରିତ ହେଉଛି। ତେବେ ଏହା ହେଉଛି ସ୍ୱପରାଗଣର ଗୋଟିଏ ମାତ୍ର ଉଦାହରଣ। ତେବେ ଜାଣି ରଖ, ସ୍ୱପରାଗଣ ହେବା ପାଇଁ ଫୁଲଟି ଦୁଇଲିଙ୍ଗୀ ହେବା ନିହାତି ଆବଶ୍ୟକ। ଅର୍ଥାତ୍ ସେଥିରେ ପୁରୁଷ ପ୍ରଜନନ ଅଂଶ ଏବଂ ସ୍ତ୍ରୀ ପ୍ରଜନନ ଅଂଶ ଉଭୟ ଥିବା ଦରକାର। ତାହେଲେ ଯାଇକି ସ୍ୱପରାଗଣ ସମ୍ଭବ ହେବ। ଅପରପକ୍ଷରେ ଯଦି ଫୁଲଟି ଏକଲିଙ୍ଗୀ ହୁଏ ତାହେଲେ ସେମାନେ ସ୍ୱପରାଗଣ କରିପାରିବେ ନାହିଁ। ଅର୍ଥାତ୍ ପୁଂକେଶରରୁ ପରାଗଣଟି ଗର୍ଭଶୀର୍ଷ ଉପରକୁ ସ୍ଥାନାନ୍ତରିତ ହୋଇପାରିବ ନାହିଁ, କାରଣ ଏଠାରେ ତ ଉଭୟ ଲିଙ୍ଗ ନଥାଏ। ତେବେ ପରପରାଗଣ କ'ଣ? ତୁମେ କିଛି ଧାରଣା ପାଇପାରୁଛ କି? ତେବେ ଜାଣି ରଖ ଯେ ଗୋଟିଏ ଫୁଲର ପରାଗ ରେଣୁ ସମ ପ୍ରଜାତିର ଅନ୍ୟ ଏକ ଉଦ୍ଭିଦର ଅନ୍ୟ ଏକ ଫୁଲ ଉପରେ ସ୍ଥାନାନ୍ତରିତ ହେବା ପ୍ରକ୍ରିୟାକୁ ପରପରାଗଣ ବୋଲି କହିଥାନ୍ତି। ଅର୍ଥାତ୍ ଯଦି ତୁମେ ଏହି ଫୁଲର ପୁଂକେଶରରୁ ପରାଗ ରେଣୁଟିକୁ ନେଇ ଏହି ଫୁଲର ଗର୍ଭଶୀର୍ଷ ଉପରେ ସ୍ଥାନାନ୍ତରିତ କରୁଛ, ତାମାନେ ଏହି ଫୁଲଟି ହେଉଛି ଅନ୍ୟ ଏକ ଉଦ୍ଭିଦର ଫୁଲ, କିନ୍ତୁ ଉଦ୍ଭିଦ ଦୁଇଟି ସମାନ ପ୍ରଜାତିର ହେବା ଦରକାର। ତାହେଲେ ଏହାକୁ ଆମେ ପରପରାଗଣ ବୋଲି କହିବା। ଠିକ୍ ଅଛି, ତେବେ ମୁଁ ଏହାକୁ 3 ନମ୍ବର ଲେଖୁଛି। କଲରରୁ ଜାଣିପାରୁଥିବ ଏହା ହେଉଛି ପରପରାଗଣ ଅଟେ। ତେବେ ତୁମେ ଏଠି ଭାବୁଥିବ ଯେ ହଁ, ସ୍ୱପରାଗଣ ପରପରାଗଣ ତ ବୁଝିହେଲା, ତେବେ ପରାଗଣ ହୁଏ କିପରି? କିପରି ଭାବରେ ଫୁଲଗୁଡ଼ିକ ସେମାନଙ୍କର ପରାଗ ରେଣୁଗୁଡ଼ିକୁ ପୁଂକେଶରରୁ ଫଳିକା ଶୀର୍ଷ ବା ଗର୍ଭଶୀର୍ଷ ଉପରକୁ ସ୍ଥାନାନ୍ତରିତ କରୁଛନ୍ତି? ସେମାନଙ୍କର ତ କୌଣସି ଅଙ୍ଗ ପ୍ରତ୍ୟଙ୍ଗ ନାହିଁ। ତେବେ ଜାଣି ରଖ ଯେ ଏହି ପରାଗଣ କିଛି ମାତ୍ରାରେ ପ୍ରତିନିଧିଙ୍କ ଉପରେ ବା ଏଜେଣ୍ଟସମାନଙ୍କ ଉପରେ ନିର୍ଭର କରନ୍ତି। ଠିକ୍ ଅଛି, ଏହି ପ୍ରତିନିଧି ବା ଏଜେଣ୍ଟସମାନେ ଏମାନଙ୍କୁ ପରାଗଣ କରାଇବାରେ ସହଯୋଗ କରନ୍ତି। ଏହି ପ୍ରତିନିଧିମାନଙ୍କ ମଧ୍ୟରୁ ଗୋଟିଏ ପ୍ରତିନିଧିକୁ ଆମେ ବାୟୁ ବୋଲି କହିପାରିବା। ଯେତେବେଳେ ଏହି ପରାଗ ରେଣୁଗୁଡ଼ିକୁ ବାୟୁ ମଧ୍ୟକୁ ଯାଏ ତେବେ ବାୟୁ ଏହି ପରାଗ ରେଣୁଗୁଡ଼ିକୁ ଉଡ଼ାଇ ନେଇଯାଇଥାଏ, କାରଣ ପରାଗ ରେଣୁଗୁଡ଼ିକୁ ଅତ୍ୟନ୍ତ ହାଲୁକା ହୋଇଥାନ୍ତି। ଏବଂ ଯେତେବେଳେ ଏହା ଗର୍ଭଶୀର୍ଷର ନିକଟତର ହୁଏ, ଆମେ ଜାଣନ୍ତି ପରାଗ ରେଣୁ ଏବଂ ଗର୍ଭଶୀର୍ଷ ଉଭୟ ଅଠାଳିଆ ହୋଇଥାନ୍ତି। ତେବେ ଉଭୟ ପରସ୍ପରର ନିକଟତର ହେଲେ ସେମାନେ ପରସ୍ପର ସହିତ ଚିପକି ଯାଇଥାନ୍ତି ଏବଂ ଏହିପରି ପ୍ରକାରରେ ପରାଗଣ ହୋଇଥାଏ। ତେବେ ଏହି ବାୟୁ ଦ୍ୱାରା ସ୍ୱପରାଗଣ ହୋଇଥାଇପାରେ, କାରଣ ଫୁଲଗୁଡ଼ିକ ପରସ୍ପରର ଅତି ନିକଟରେ ଅଛନ୍ତି ଏବଂ ଏହା ଜଳ ଦ୍ୱାରା ମଧ୍ୟ ହୋଇଥାଏ। ଜଳରେ ଥିବା ଉଦ୍ଭିଦଗୁଡ଼ିକ ମଧ୍ୟ ଜଳ ସାହାଯ୍ୟରେ ପରାଗଣ କରିଥାନ୍ତି। ଆଚ୍ଛା, ତେବେ ଏଥିପାଇଁ ଗଛଗୁଡ଼ିକ ନିକଟତର ଥିବା ଦରକାର। ତେବେ ତୁମ ମନରେ ପ୍ରଶ୍ନ ଆସୁଥିବ ଯେ ଗଛଗୁଡ଼ିକ ଯଦି ଖୁବ୍ ଦୂରରେ ଥାଆନ୍ତି ତେବେ ପରପରାଗଣ ହେବାର ସମ୍ଭାବନା ବି ତ ଖୁବ୍ କମିଯାଏ। ତେବେ ଏହିସବୁ ମାମଲାରେ
ପରାଗଣ କରାଇବା ପାଇଁ ପତଙ୍ଗମାନେ ସାହାଯ୍ୟ କରିଥାନ୍ତି। ପତଙ୍ଗ ଯେପରିକି ମହୁମାଛି, ଝିଟିକା ଏବଂ କିଛି ପକ୍ଷୀଗୁଡ଼ିକ। ତେବେ ଏହି ପତଙ୍ଗଗୁଡ଼ିକ କିପରି ଭାବରେ ପରାଗଣ କରାଇଥାନ୍ତି? ତେବେ ଏହାକୁ ବୁଝିବା ପାଇଁ ତୁମେ ଏହି ମହୁମାଛିଟିକୁ ଲକ୍ଷ୍ୟ କର। ମନେକର ଏହି ମହୁମାଛିଟି ଏମିତି ଉଡ଼ୁଥିଲା ଏବଂ ସେ କିଛି ଖାଇବା ପାଇଁ ଚାହୁଁଛି। ଯେତେବେଳେ ସେହି ଫୁଲଟିକୁ ଦେଖେ, ତେବେ ଫୁଲଟିର ଆକର୍ଷଣୀୟ ଦଳମଣ୍ଡଳ, ତାର ସୁଗନ୍ଧ ଏବଂ ସେଥିରେ ଥିବା ମହୁ ଆଡ଼କୁ ସେ ଆକର୍ଷିତ ହୋଇଯାଏ। ତେବେ ତୁମେ ଭାବୁଥିବ ଯେ ମହୁଗୁଡ଼ିକ କ'ଣ? ତେବେ ମହୁଗୁଡ଼ିକ ସାଧାରଣତଃ ଭାବରେ ଫୁଲଗୁଡ଼ିକର ତଳ ଭାଗରେ ଏମିତି ଉତ୍ପନ୍ନ ହୋଇଥାନ୍ତି। ଏମିତି କିଛି ଏଇଠି ଉତ୍ପନ୍ନ ହୋଇଥାନ୍ତି। ଠିକ୍ ଅଛି। ଏବଂ ଏହି ମହୁଗୁଡ଼ିକ ମଧ୍ୟରେ ଅତ୍ୟନ୍ତ ମାତ୍ରାରେ ଶର୍କରା ଏବଂ ପ୍ରୋଟିନ୍ ଥାଏ। ତେବେ ଏହି ମହୁମାଛିଟି କ'ଣ କରେ? ସିଏ ଏହି ନିର୍ଦ୍ଦିଷ୍ଟ ଫୁଲ ଆଡ଼କୁ ଆକର୍ଷିତ ହୋଇଯାଏ ଏବଂ ଯାଇକି ସେ ସେହି ଫୁଲ ଉପରେ ବସିପଡ଼େ ଏବଂ ଫୁଲ ଉପରେ ବସି ସେ ମହୁଗୁଡ଼ିକୁ ଖାଇବାରେ ଲାଗନ୍ତି। ଏବଂ ଯେତେବେଳେ ସେ ମହୁଗୁଡ଼ିକୁ ଖାଇଥାନ୍ତି, ସେତେବେଳେ ପରାଗ ରେଣୁଗୁଡ଼ିକ ମହୁମାଛିର ଉପରେ ଏମିତି କିଛି ଲାଗିଯାଇଥାନ୍ତି। ବୁଝିହେଉଛି? ତେବେ ତୁମେ ଏଠି ଦେଖିପାରୁଥିବ ଯେ ମହୁମାଛିଟି ସେ ଫୁଲର ପୁଂକେଶର ଉପରେ ହିଁ ବସିକି ଖାଉଛି। ତାର ପାଦ ପୁଂକେଶର ସହିତ ଲାଗିଛି। ଏହି ଉଦାହରଣକୁ ଦେଖ। ଏମିତି ଯେତେବେଳେ ମହୁମାଛିଟି ଖାଉଥାଏ, ତାର ପାଦରେ ପୁଂକେଶରରେ ଥିବା ପରାଗ ରେଣୁଗୁଡ଼ିକ ଲାଗିଯାଇଥାନ୍ତି। ଏବଂ ଆଉ ଏକ ଉଦାହରଣକୁ ଲକ୍ଷ୍ୟ କର। ଏଇଠି ଦେଖ, ବହୁତ ଗୁଡ଼ିଏ ପରାଗ ରେଣୁ ଏ ମହୁମାଛିର ଉପରେ ଲାଗିଯାଇଛନ୍ତି। ବର୍ତ୍ତମାନ ମୁଁ ଏହି ଚିତ୍ରଗୁଡ଼ିକୁ ହଟାଇ ଦେଉଛି। ବର୍ତ୍ତମାନ ଦେଖ, ଏହି ମହୁମାଛି ଉପରେ ଅନେକ ଗୁଡ଼ିଏ ପରାଗ ରେଣୁ ଲାଗିଯାଇଛି। ବର୍ତ୍ତମାନ ସେ ଫୁଲରେ ଥିବା ଖାଦ୍ୟଗୁଡ଼ିକୁ ଖାଇସାରିଲା। ତେବେ ସେ ତାର ଘରକୁ ଚାଲିଯିବାକୁ ଚାହିଁବ। ତେବେ ସେ ଏମିତି ଉଡ଼ିଗଲା। ଠିକ୍ ଅଛି। ତେବେ ସେ ଘରକୁ ଗଲାବେଳେ ସେ ବାଟରେ କ'ଣ କଲା ନା ଆଉ ଗୋଟିଏ ସମାନ ଫୁଲଟିକୁ ଦେଖିଲା ଏବଂ ସେଇ ଫୁଲର ମଧ୍ୟ ସମାନ ଆକର୍ଷଣ ଏବଂ ସମାନ ସୁଗନ୍ଧ ଥାଏ। ପୁଣି ସେ କ'ଣ କଲା? ଏଇ ଫୁଲ ଉପରକୁ ଆକର୍ଷିତ ହୋଇଗଲା। ପୁନଶ୍ଚ ଏ ଫୁଲରୁ ମଧ୍ୟ ସେ ମହୁ ଖାଇବାକୁ ଲାଗିଲା। ଏବଂ ଏହି ସମୟରେ ତୁମେ ଲକ୍ଷ୍ୟ କର, ଏମାନଙ୍କ ଶରୀରରୁ ଆସିଥିବା କିଛି ପରାଗରେଣୁ ଗୁଡ଼ିକ ଏହି ଫୁଲର ଗର୍ଭଶୀର୍ଷ ଉପରେ ପଡ଼ିଗଲା। ଠିକ୍ ଅଛି। ଏହିପରି ଭାବରେ ପରପରାଗଣ ଘଟିଥାଏ। କିନ୍ତୁ ଏଠି ଗୁରୁତ୍ୱପୂର୍ଣ୍ଣ କଥା ଏଇଟା ଯେ ମହୁମାଛି ଗୁଡ଼ିକ ସେ ଫୁଲଗୁଡ଼ିକ ପ୍ରତି ଆକର୍ଷିତ ହେବା ନିହାତି ଦରକାର। ଠିକ୍ ଅଛି। ଏହିସବୁ କାମ ସରିଲା ପରେ ମହୁମାଛି କ'ଣ କରେ? ତାର ଘରକୁ ଉଡ଼ିକି ପଳାଏ। ତେବେ ପରପରାଗଣ ପାଇଁ ପତଙ୍ଗମାନଙ୍କୁ ବା ମହୁମାଛିମାନଙ୍କୁ ପ୍ରତିନିଧି ଭାବରେ ଆମେ ତାକୁ ମାନନ୍ତି। ବର୍ତ୍ତମାନ ପରାଗରେଣୁ ଗୁଡ଼ିକ ଆସିକି ତ ଗର୍ଭଶୀର୍ଷ ଉପରେ ପଡ଼ିଗଲା। କିନ୍ତୁ ଏଇଠି କାହାଣୀ ସରିଯାଏ ନାହିଁ। ବରଂ ଆମେ କହିବା ଏଇଠୁ କାହାଣୀ ଆରମ୍ଭ ହେବ। କ'ଣ ନା ଏ ପରାଗ ରେଣୁ ମଧ୍ୟରେ ଥିବା ଶୁକ୍ରକୋଷ ଗୁଡ଼ିକ ଏଇ ଫୁଲ ମଧ୍ୟରେ ଥିବା ଅଣ୍ଡକୋଷ ମଧ୍ୟକୁ ଯିବା ନିହାତି ଆବଶ୍ୟକ, ଯାହା ଫୁଲର ଗର୍ଭାଶୟ ମଧ୍ୟରେ ଥାଏ। ତେବେ ଏ ବିଷୟରେ ଆମେ ଅନ୍ୟ ଏକ ଭିଡ଼ିଓରେ ଆଲୋଚନା କରିବା। ତେବେ ଏହି ଭିଡ଼ିଓରେ ଆମେ କ'ଣ ଆଲୋଚନା କଲେ ନା ପରାଗ ସଙ୍ଗମ ବା ପରାଗଣ ତାହାକୁ କୁହାଯାଇଥାଏ ଯେଉଁଥିରେ ଏକ ପୁଂକେଶରରେ ଥିବା ପରାଗ ରେଣୁ କିଛି ପ୍ରତିନିଧିଙ୍କ ମାଧ୍ୟମରେ ଫୁଲର ଗର୍ଭଶୀର୍ଷ ଉପରକୁ ସ୍ଥାନାନ୍ତରିତ ହୋଇଥାଏ। ଏବଂ ଏହି ପରାଗଣ ଯଦି ଗୋଟିଏ ଉଦ୍ଭିଦରେ ଥିବା ଫୁଲମାନଙ୍କ ମଧ୍ୟରେ ହୋଇଥାଏ ତାହାକୁ ସ୍ୱପରାଗଣ, ଏବଂ ଯଦି ସମ ପ୍ରଜାତିର ଭିନ୍ନ ଭିନ୍ନ ଉଦ୍ଭିଦମାନଙ୍କର ଥିବା ଫୁଲ ଉପରକୁ ସ୍ଥାନାନ୍ତରିତ ହୋଇଥାଏ ତାହାକୁ ଆମେ ପରପରାଗଣ ବୋଲି କହିଥାନ୍ତି। ଏବଂ ଏଥିପାଇଁ ପ୍ରତିନିଧିମାନେ ସାହାଯ୍ୟ କରନ୍ତି। ସେମାନଙ୍କ ମଧ୍ୟରୁ କିଛି ପ୍ରତିନିଧି ହେଲେ ବାୟୁ, ଜଳ ଏବଂ ପତଙ୍ଗ। ତାହେଲେ ଆଶା କରୁଛି ପରାଗ ସଙ୍ଗମ ତୁମେ ଭଲ ଭାବରେ ବୁଝିପାରିଥିବ। ଠିକ୍ ଅଛି।